କାହାକୁ ଭୋଟ ଦେଲେ ଭଲ ହେବ, ଭୋଟ ଦେଲେ ସୁବିଧା କ'ଣ ହେବ, ଏପରି ଅନେକ ପ୍ରଶ୍ନ ଏବେ ଭୋଟରଙ୍କ ମନରେ ରହିଛି। ହିଞ୍ଜିଳିକାଟୁରେ ଭୋଟରଙ୍କ ମୁଡ୍ କ'ଣ ରହିଛି ସେ ନେଇ ବିଜୁ ପଟ୍ଟନାୟକ ପାର୍କରେ ଭୋଟରଙ୍କ ସହିତ ଆଲୋଚନା କରିଛନ୍ତି ଆମ ହିଞ୍ଜିଳିକାଟୁ ପ୍ରତିନିଧି ପବିତ୍ର ପାତ୍ର। ଆମେ ଆଜି ପହଞ୍ଚିଛୁ ହିଞ୍ଜିଳିକାଟୁ ପାର୍କଠାରେ। ପ୍ରାର୍ଥୀ ଏବେ ବର୍ତ୍ତମାନ ଚଳଚଞ୍ଚଳ ହୋଇଥିବା ବେଳେ ଭୋଟର ମଧ୍ୟ ବେଶ ଉତ୍ସାହ ରହିଛନ୍ତି। ହିଞ୍ଜିଳିକାଟୁ ପାର୍କଠାରେ ଥିବା କିଛି ବ୍ୟକ୍ତିବିଶେଷଙ୍କୁ ପଚାରିବା ଚଳିତ ନିର୍ବାଚନରେ କିଭଳି ଭାବେ ସେମାନେ ଭୋଟ ପ୍ରାର୍ଥୀଙ୍କୁ ଦେବେ ଓ କାହିଁକି ସେମାନେ ଭୋଟ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବେ। ଗଣତନ୍ତ୍ରର ଏକ ମହାନ ପର୍ବ କହିଲେ ଅତ୍ୟୁକ୍ତ ହେବ ନାହିଁ। ସାରା ଭାରତରେ କ'ଣ ସାରା ବିଶ୍ୱରେ ଏହା ଏକ ପରିଚିତ, ଏହା ଏକ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଆପଣମାନେ ଜାଣିଛନ୍ତି। ଏକ ମହାନ ପର୍ବରେ ସାମିଲ ହେବା ପାଇଁ ଭାରି ଖୁସି। 5 ବର୍ଷକୁ ଥରେ ଇଏ ପର୍ବ ଆସେ, ତେଣୁ ନିଜର ମୌଳିକ ଅଧିକାର ଅଛି ଏ ଭୋଟ ଦେବା ପାଇଁ। ଭୋଟ ଦେବାର କେହି ବଞ୍ଚିତ ହେବେ ନାହିଁ ଏବଂ ଭୋଟ ଦେବାର ଅଧିକାର ଅଛି। ଆମେ ନିଜ ନିଜର ପ୍ରାର୍ଥୀକି ବାଛିବା ଯେଉଁମାନେ ବିକାଶ କରୁଛନ୍ତି ନିଜ ଅଞ୍ଚଳରେ, ତେଣୁ ତାକୁ ଧରି ଆମେ ଭୋଟ ଦେବା। ତେଣୁ ଆମେ ଭାରି ଖୁସି ଯେ ଗଣତନ୍ତ୍ର ମହାନ ପର୍ବରେ ସାମିଲ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ କହିବା ସମସ୍ତେ ସାମିଲ ହୁଅନ୍ତୁ, ଭୋଟ ଦିଅନ୍ତୁ, ନିଜର ଅଧିକାର ସାବ୍ୟସ୍ତ କରନ୍ତୁ। ଏହା ଏକ ଖୁସିର ବିଷୟ। ଦୀର୍ଘ 18 ବର୍ଷ ଧରି ମୁଁ ଚାକିରି କରି ଆସିଥିଲି ବାହାରେ। ଆମେ ବ୍ୟାଲେଟ୍ ପେପର ଥ୍ରୋରୁ ଦେବାର ସେଇଠି ଆମ ଆଞ୍ଚଳିକ ନେତାକୁ। ବର୍ତ୍ତମାନ ବହୁତ ଖୁସିର ବିଷୟ କି ମୁଁ ଏ ଉତ୍ସବରେ ଯୋଗଦାନ ଦେବି, ଇଲେକ୍ସନ୍ ଉତ୍ସବରେ। ଏଇଟା ମୋର ପ୍ରଥମ ଥର କି ମୁଁ ଇଣ୍ଡିଭିଜୁଆଲି ଫ୍ରିଡ଼ମ୍ରେ ମୋ ଇଚ୍ଛାରେ ଆଉ ଆମର ଏରିଆର ଯିଏ ଡେଭଲପ୍ କରୁଛି ତା ପାଇଁ ମୁଁ ନିଶ୍ଚିତ ଭାବେ ଭଲରେ ଭୋଟ୍ ଦେବି। ଯିଏ ଆମର ଭଲ ଡେଭଲପ୍ କରୁଛି ତାକୁ ହିଁ ଆମେ ଭୋଟ୍ ଦେବୁ। ଆଉ ବିକାଶ ଯିଏ ବେଶୀ କରେ ଆଉ ଭଲ ଲୋକ ଦେଖି ଆମେ ଦେବୁ। ଆମେ କୌଣସି ଭୋଟ ଚିହ୍ନକୁ ଦେଖି ଭୋଟ ଦେବୁନି। ଏତିକି। ଏଥର ପ୍ରାର୍ଥୀ ଦେଖିବେ ନା ଚିହ୍ନ ଦେଖିବେ? ନା, ପ୍ରାର୍ଥୀ ଦେଖି ହିଁ ଦେବୁ। ଯିଏ ବେଶୀ ଡେଭଲପ୍ କରିଛି, ସାହିର ଉନ୍ନତ, ଗାଁର ଉନ୍ନତ, ଦେଶର ଉନ୍ନତ କରେ ତାକୁ ହିଁ ଆମେ ଭୋଟ ଦେବୁ। ମୋତେ ସୁଯୋଗ ମିଳିଛି ତ ଉନ୍ନତି ତ ହେଇଛି, ଆଉ ଆହୁରି ଅଧିକ ଯିଏ ଉନ୍ନତି କରିପାରିବ, ସୁଖ ଦୁଃଖରେ ସାଥୀ ହେଇପାରିବ, ସେମାନଙ୍କୁ ଭୋଟ ଦେବି ବୋଲି ମୋର ଆଶା। ନିର୍ବାଚନରେ ଚର୍ଚ୍ଚା ହେଉଛି ଯେଉଁମାନେ ଉନ୍ନତି ଭଲ କରିଛନ୍ତି ସେମାନଙ୍କୁ ଭୋଟ ଦେବା ପାଇଁ ଚର୍ଚ୍ଚା ହେଉଛି ଦେବା ପାଇଁ। ଚଳିତ ଭୋଟରେ ଅଧିକରୁ କିଭଳି ଅଧିକ ମତଦାନ କରି ଗଣତନ୍ତ୍ରକୁ ସୁଦୃଢ଼ କରିବା। ହିଞ୍ଜିଳିକାଟରୁ ପବିତ୍ର ପାତ୍ର, କଳିଙ୍ଗ ଟିଭି।